ଫାଟିଲା ଶଙ୍ଖ ଫୁଟିଲା ପଦ୍ମ, ହାତ ହେଲା ହତାଶ। ବିଶାଳ ବ୍ୟବଧାନରେ ବିଜୟ ମୁକୁଟ ପିନ୍ଧିଲେ କୃଷ୍ଣଚନ୍ଦ୍ର ମହାପାତ୍ର। ସାରା ଦେଶରେ ଆଜି ସାଧାରଣ ନିର୍ବାଚନର ଫଳ ପ୍ରକାଶ ପାଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ଏକମାତ୍ର ସାଧାରଣ ନିର୍ବାଚନ ମଣ୍ଡଳୀ ମୋରଡ଼ା ନିର୍ବାଚନ ମଣ୍ଡଳୀର ଫଳାଫଳ ମଧ୍ୟ ପ୍ରକାଶ ପାଇଛି। ତେବେ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ମହାପାତ୍ର ବିଜୟ ମୁକୁଟ ପିନ୍ଧିଛନ୍ତି। ମୋଟ 21 ରାଉଣ୍ଡର ଭୋଟ ଗଣତି ହୋଇଥିଲା ବେଳେ ଖବର ନେବା ସୁଦ୍ଧା 21ଟି ରାଉଣ୍ଡରେ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ମହାପାତ୍ର ଏକତରଫା ଭାବେ 33,057 ଖଣ୍ଡ ଭୋଟରେ ଆଗୁଆ ହୋଇ ବିଜୟ ନିଶ୍ଚିତ କରିଛନ୍ତି। ସୂଚନା ଅନୁଯାୟୀ 20ଟି ରାଉଣ୍ଡ ସୁଦ୍ଧା ଉକ୍ତ ନିର୍ବାଚନ ମଣ୍ଡଳୀର ମୋଟ 17 ଜଣ ପ୍ରାର୍ଥୀ ନିର୍ବାଚନ ମଣ୍ଡଳୀରେ ନିଜର ଭାଗ୍ୟ ପରୀକ୍ଷାର ଫଳକୁ ଅପେକ୍ଷା କରିଥିଲେ। ଉକ୍ତ ନିର୍ବାଚନ ମଣ୍ଡଳୀରେ ମୋଟ 17 ଜଣ ପ୍ରାର୍ଥୀ ମଇଦାନରେ ଓହ୍ଲାଇଥିବା ବେଳେ ବିଜେଡିର ପ୍ରୀତିନନ୍ଦା କାନୁନଗୋ 44,417, କଂଗ୍ରେସର ପ୍ରଭାସ୍କର ମହାପାତ୍ର 27,598, ଜେଏମ୍ଏମ୍ର କୃଷ୍ଣଚନ୍ଦ୍ର ଦାସ 8,310, ସ୍ୱାଧୀନର ସଞ୍ଜୀବ ରାଉତ 7,530, ସ୍ୱାଧୀନ ପ୍ରାର୍ଥୀ ସୁଦାମ ସରେନ 2,329, କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ ମୃତ୍ୟୁଞ୍ଜୟ ବେହେରା 1,861, ଆପର ଶଙ୍କର୍ଷଣ ମିଶ୍ର 1,594, ଆଶୁ ପାର୍ଟିର ଯୋଗେନ୍ଦ୍ର ମାହାନ୍ତ 1,378, ସ୍ୱାଧୀନ ପ୍ରାର୍ଥୀ ମଦନ ମୋହନ ମୁର୍ମୁ 1,042, ଝାଡ଼ଖଣ୍ଡ ପିପୁଲ ପାର୍ଟିର ରାଧାକୃଷ୍ଣ ମହାନ୍ତି 782, ସ୍ୱାଧୀନ ପ୍ରାର୍ଥୀ ଦିବ୍ୟଚନ୍ଦ୍ର ମାହାନ୍ତ 763, ବହୁଜନ ସମାଜ ପାର୍ଟିର ଭୀମଚରଣ ମାରାଣ୍ଡି 731, ଜନତା ଦରବାର ପାର୍ଟିର ଦିଲ୍ଲୀପ କୁମାର ତୁଙ୍ଗ 660, ସ୍ୱାଧୀନ ପ୍ରାର୍ଥୀ ଗୋପବନ୍ଧୁ ମହାନ୍ତ 540, ଭାରତୀୟ ସମାପୂରଣ କ୍ରାନ୍ତିକାରୀ ପାର୍ଟିର ସତ୍ୟବାନ ଦଳନାୟକ 456, ନବଭାରତ ସେବା ପାର୍ଟିର ପୁଷ୍ପାଞ୍ଜଳି ମହାପାତ୍ର 357 ଖଣ୍ଡ ଭୋଟ ପାଇ ତେବେ ନୋଟାରେ 776 ଭୋଟ ପଡ଼ିଛି। ତେବେ ମୋରଡ଼ା ଗଡ଼ ସହିତ ସାରା ରାଜ୍ୟରେ ଶଙ୍ଖ ଫୁଟିଲା ପଦ୍ମ କୁହାଯାଉଥିବା ବେଳେ ହତାଶ ହେଇଛି ହାତ। ଅପରପକ୍ଷରେ ପ୍ରତ୍ୟେକ ଛକ ବଜାରରେ ବାଣ ଫୁଟାଇ ମିଠା ବାଣ୍ଟି କର୍ମୀମାନେ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ବାବୁଭାଇଙ୍କ ପାଇଁ ଜୟ ଜୟକାର ଶୁଭିବାର ଶୁଣାଯାଇଥିଲା।